ତିନୋଟି ଜାତୀୟ ସ୍ତରୀୟ କ୍ରୀଡ଼ା ପାଇଁ ମାହାଙ୍ଗାରୁ ସୂର୍ଯ୍ୟାଂଶ ମନୋନୀତ। ସୂର୍ଯ୍ୟାଂଶ ମାହାଙ୍ଗା ମାଟିର ମହକ ଆଉ ସଫଳତାର ସିଡ଼ି। ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକା ବେଳେକେ ତିନୋଟି କ୍ରୀଡ଼ାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି, ତାହା ପୁଣି ଜାତୀୟ ସ୍ତରରେ। ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଆନନ୍ଦ ଲାଗୁଛି ଏହି କଅଁଳ କ୍ରୀଡ଼ାବିତଙ୍କ ସଫଳତା ପାଇଁ। ତେବେ ଆପଣ ଜାଣନ୍ତି କି କିଏ ଏହି 15 ବର୍ଷୀୟ ସୂର୍ଯ୍ୟାଂଶ? କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଉମର ଗ୍ରାମର ପୂର୍ବତନ ସରପଞ୍ଚ ରାୟଗୁରୁ ପୀତାମ୍ବର ମହାପାତ୍ରଙ୍କ ପୌତ୍ର ତଥା ଦେବସ୍ମିତା ତ୍ରିପାଠୀ ଏବଂ ରାୟଗୁରୁ ମାନସ ମହାପାତ୍ରଙ୍କ ସୁପୁତ୍ର ତଥା ଭୁବନେଶ୍ୱର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର 10ମ ଶ୍ରେଣୀର ଆଦର୍ଶ ଛାତ୍ର ହେଉଛନ୍ତି ସୂର୍ଯ୍ୟାଂଶ ମହାପାତ୍ର। ବୟସ ମାତ୍ର 15 ବର୍ଷ, କିନ୍ତୁ ଏହି ବୟସରେ ସେ ସାଉଁଟି ଚାଲିଛନ୍ତି ସଫଳତାର ଶ୍ରେୟ ଓ ସାଇତି ଚାଲିଛନ୍ତି ସାର୍ଟିଫିକେଟ୍ ପରେ ସାର୍ଟିଫିକେଟ୍ ଓ ମେଡାଲ ପରେ ମେଡାଲ। ନିକଟରେ ସର୍ବଭାରତୀୟ ସ୍ତରରେ ତିନୋଟି କ୍ରୀଡ଼ା ପାଇଁ ସେ ମନୋନୀତ ହୋଇଛନ୍ତି। ପ୍ରଥମରେ ହରିୟାଣାରେ ହେବାକୁ ଯାଉଥିବା ନଭେମ୍ବର ମାସ 7 ତାରିଖରେ CBSE ନ୍ୟାସନାଲ ସନ୍ତରଣ ଚାମ୍ପିଅନସିପ୍ 2023 ପାଇଁ ମନୋନୀତ ହୋଇଛନ୍ତି। ଦ୍ୱିତୀୟରେ ରାଜ୍ୟସ୍ତରୀୟ ଟ୍ରେକ୍ ସାଇକ୍ଲିଂ କମ୍ପିଟିସନରେ ସ୍ୱର୍ଣ୍ଣ ପଦକ ଜିତି ନଭେମ୍ବର ମାସ 30 ତାରିଖ ଝାଡ଼ଖଣ୍ଡର ରାଞ୍ଚିଠାରେ ହେବାକୁ ଯାଉଥିବା ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ତୃତୀୟରେ ରାଜ୍ୟସ୍ତରୀୟ ମାଉଣ୍ଟେନ୍ ସାଇକ୍ଲିଂ କମ୍ପିଟିସନରେ ସ୍ୱର୍ଣ୍ଣ ପଦକ ଜିତି ମହାରାଷ୍ଟ୍ରରେ ହେବାକୁ ଯାଉଥିବା ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି। ସେ ମଧ୍ୟ ଇଣ୍ଡିଆନ୍ ଟ୍ରାଇଥଲନ୍ ଫେଡେରେସନର ଜଣେ ଟ୍ରାଇ ଆଥଲେଟ୍ ଭାବେ ନିଜର ପରିଚୟ ସୃଷ୍ଟି କରି ସର୍ବଭାରତୀୟ ସ୍ତରରେ 93 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅବସ୍ଥାନ କରିଛନ୍ତି। ବାସ୍ତବରେ ସଫଳତା ତାଙ୍କ ପାଇଁ କେବଳ ସ୍ୱପ୍ନ ନୁହେଁ, ବରଂ ସାମର୍ଥ୍ୟ ଓ ସଂଘର୍ଷର ସତେଜ ସ୍ୱାକ୍ଷର। ଏହି କ୍ରୀଡ଼ାଗୁଡ଼ିକ ଏତେ ବ୍ୟୟବହୁଳ ଯେ ଗୋଟିଏ ମଧ୍ୟବିତ୍ତ ପରିବାର ପାଇଁ ଏହା ମ୍ୟାନେଜ୍ କରିବା ବହୁତ କଷ୍ଟସାଧ୍ୟ ଅଟେ। ସରକାରଙ୍କ ନିକଟରେ ଅନୁରୋଧ କରୁଛୁ କି ଏହି କୁନି କ୍ରୀଡ଼ାବିତଙ୍କ ସମୂହ ଉନ୍ନତି ନିମନ୍ତେ ଉଚ୍ଚ କୋଟିର ପ୍ରଶିକ୍ଷଣ ସହିତ ଖେଳ ଉପକରଣ ଗୁଡ଼ିକ ଯୋଗାଇ ଦେଲେ ସୂର୍ଯ୍ୟାଂଶୁ ଆହୁରି ଆଗକୁ ବଢ଼ି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିପାରିବେ। ଏହି କଅଁଳ କ୍ରୀଡ଼ାବିତଙ୍କ ଉତ୍ତରୋତ୍ତର ଉନ୍ନତି ପାଇଁ ମାହାଙ୍ଗାର ଅଗ୍ରଣୀ ସାମାଜିକ ସଂଗଠନ ଆଦର୍ଶ ମାହାଙ୍ଗା ପକ୍ଷରୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ମାହାଙ୍ଗାରୁ ଇତିକାନ୍ତ ମହାନ୍ତିଙ୍କ ରିପୋର୍ଟ, G99 ନ୍ୟୁଜ୍। ସପକ୍ଷ ବିପକ୍ଷ ଊର୍ଦ୍ଧ୍ୱରେ G99 ନ୍ୟୁଜ୍।